ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଗଙ୍ଗା। ଆପଣମାନଙ୍କୁ ମୁଁ ଆଜି ନୂଆ ତେଲ ଗୋଟେ ଆଇଛି, ସେ ତେଲ ବିଷୟରେ ଆପଣମାନଙ୍କୁ ମୁଁ ଭିଡ଼ିଓ ବନାଉଛି। କାହିଁକି ନା ଏ ତେଲ ଆପଣମାନେ ଯିଏ ବି ମାର୍କେଟ ଯିବେ ଟିକେ ଭଲ ମନ୍ଦ ଦେଖିକି କିଣିବେ। ଠିକ୍ ଅଛି। ଏଠି କ'ଣ ଲେଖା ହେଇଛି? ଟାଇଗର ବୋଲିକି ନାମ ଗୋଟେ ତେଲ ଅଛି, ସୋରିଷ ତେଲ। ସେମିତି ଏଟା ଖାଇଲେ ଆମକୁ କେତେ ନୋକସାନ ହେବ, କେତେ ଆର କ'ଣ ରହୁଛି, ମୁଁ ଆ ବିଷୟରେ ମୁଁ କହିବି। ଠିକ୍ ଅଛି। ଏ ତେଲ ଆକ୍ଚୁଆଲି ଯେମାନେ ବଜାର ଯିବେ ସେମାନେ ଭଲ ଦେଖିକି କିଣନ୍ତୁ। ଠିକ୍ ଅଛି। ଏ ତେଲ ଆମେ ଖାଇବା ତେଲ ନୁହଁ। ଲେଖା ହେଇଛି ଟାଇଗର ହେଲେ ମୁଁ ସବୁ ସର୍ଚ୍ଚ କରିକି ଦେଖିଲି। ଏ ତେଲ ନେଇକି ହାତ ଗୋଡ଼ ଯେଉଁଠି ବି ବଥା ରହିବ ସେ ଜାଗାକୁ ଏ ତେଲ ଗରମ କରିକି ମାଲିସ କରିବା ତେଲ। କିନ୍ତୁ ଆମକୁ ଦିଆହେଇଛି ସୋରିଷ ତେଲ ବୋଲିକି ଦିଆହେଇଛି। କିନ୍ତୁ ଏ ତେଲ ଆମେ ଖାଇଲା ବେଳକୁ ବହୁତ ଆମକୁ ଅଲଗା ପ୍ରକାର ଲାଗିଲା। କିନ୍ତୁ ଏ ତେଲ ଭଲ ନାହିଁ। ଯିଏ ବି ମାର୍କେଟକୁ ଯିବେ ଏ ତେଲ ଆଣିବା ପାଇଁ ଟ୍ରାଏ କରିବେନି, କିମ୍ବା ଦେଖିକି ଆକା ଜାଣିଦେବେ କି ଏମିତି ତେଲ ଖାଇଲେ ଆମକୁ ଅସୁବିଧା ହେବ। ଯେଉଁଟାକି ନିଶ୍ଚୟରେ ସେଠି ଲେଖା ଥିବ ସୋରିଷ ତେଲ, ସେ ସୋରିଷ ତେଲ ହିଁ ଆଣିବେ। ଠିକ୍ ଅଛି। ରହିଲି। ଜୟ ଜଗନ୍ନାଥ। ଆଉ ଏ ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କରିବେ। ଠିକ୍ ଅଛି। ସମସ୍ତେ ଜାଣିବାର ଅଛି।